ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଗୋଟେ ମେଡିକାଲ ସେକେଣ୍ଡ ଇୟର ଷ୍ଟୁଡେଣ୍ଟକୁ କିଭଳି ଭାବରେ ବଳାତ୍କାର କରାଯାଇଛି ତାରି ଉପରେ ଆମେ ଆଲୋଚନା କରିବା। ଏହା ଏକ ଅପରାଧ, କିନ୍ତୁ ତାରି ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି, କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ମତେ ଗୋଟେ ନୂତନ ନୂତନ ଏକ୍ସପିରିଏନ୍ସ ଯୋଗାଉଛି, ନୂଆ ନୂଆ ତଥ୍ୟ ନେଇ ଆପଣମାନଙ୍କ ସମ୍ମୁଖରେ ନୂଆ ନୂଆ ଭିଡିଓ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆଲୋଚନା କରିବା ଯେ ଗତ ଗତ ଦିନରେ ଅର୍ଥାତ ଏଇ ଶନିବାର ଶୁକ୍ରବାର କଥା ହେଲା ଯେ ପଶ୍ଚିମବଙ୍ଗର ଏକ ଘରୋଇ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ହସ୍ପିଟାଲ ପରିସର ଭିତରେ କିଛି ଦୁର୍ବୃତ୍ତ ବଳାତ୍କାର କରିଛନ୍ତି। ଏହି ବିଷୟଟି ଅଭିଯୋଗ କରାଯାଇଥିଲା ସେଇ କଲେଜ ହସ୍ପିଟାଲ କଲେଜ ବା ମେଡିକାଲ କଲେଜ। ଏହା ଏକ ଘଟଣା ଯାହାକି ଆମେ ସମସ୍ତେ ଜାଣିଛୁ। 2024ରେ ଯୋଉଟା ଆରଜିକର କଲେଜରେ ଘଟିଥିଲା, ଗୋଟେ ଜୁନିୟର ଡକ୍ଟରଙ୍କୁ ଗଣବଳାତ୍କାର କରି ହତ୍ୟା କରାଯାଇଥିଲା। ସେ ଘଟଣାଟି ମାନସ ପଟରୁ ଲିଭି ନ ଯିବା ପୂର୍ବରୁ ପୁଣି କୋଲକାତାରେ ଆଉ ଏକ ନଗ୍ନ କାଣ୍ଡ ଘଟିଛି, ଯାହାକି ଦ୍ୱିତୀୟ ବର୍ଷ ମେଡିକାଲ ଛାତ୍ରୀଙ୍କୁ ମେଡିକାଲ କଲେଜ ପରିସରରେ ହିଁ ଗଣବଳାତ୍କାର କରାଯାଇଛି, ଯାହାକି ଅତ୍ୟନ୍ତ ଦୁଃଖଦାୟକ ଘଟଣା ଏବଂ ଲଜ୍ଜାଜନକ ଘଟଣା। ଏଇ ଘଟଣାଟି ସମସ୍ତଙ୍କ ପାଇଁ ଗୋଟେ ଲଜ୍ଜାଜନକ ଘଟଣା। ତ ଏଇ ଘଟଣାଟି ଘଟିଛି କୋଉଠି ବା କାହାର, ନା କହିବାକୁ ଗଲେ ସେ ହେଉଛନ୍ତି ଓଡ଼ିଶାର ଜଳେଶ୍ୱରର ବାସିନ୍ଦା ପୀଡ଼ିତା। ସେ ପୀଡ଼ିତା ହେଉଛନ୍ତି କିଏ, ନା ଓଡ଼ିଶାର ଜଳେଶ୍ୱରର ଜଣେ ଝିଅ। ସେ ଝିଅଟି ଦୁର୍ଗାପୁରର ସଭାପୁର ବୋଲି ଗୋଟେ ମେଡିକାଲ କଲେଜ ଅଛି, ଯୋଉ ମେଡିକାଲ କଲେଜରେ ସେ ସେକେଣ୍ଡ ଇୟର ପଢୁଥିଲେ, ଏମବିବିଏସ୍ ସେକେଣ୍ଡ ଇୟର କରୁଥିଲେ। ତ ୟାରି ପରିପ୍ରେକ୍ଷୀରେ ସେଇ ଯୋଉ ଦୁର୍ଗାପୁର ବା ସଭାପୁରଟି ଆପଣଙ୍କର ପଶ୍ଚିମବଙ୍ଗର କଲକାତା, ରାଜଧାନୀ ହଉଛି କଲକାତା। କଲକାତାରୁ ମାତ୍ର 170 କିଲୋମିଟର ଦୂରରେ ଅବସ୍ଥିତ ସେହି ଦୁର୍ଗାପୁରର ସଭାପୁର। ତ ସେଠାରେ ସେ ଅଧ୍ୟୟନ କରୁଥିଲେ, ମେଡିକାଲ ପାଠ ପଢୁଥିଲେ ବା ମେଡିକାଲ ସେକେଣ୍ଡ ଇୟର ଥିଲା ତାଙ୍କର, ଏମବିବିଏସ୍ ର ସେକେଣ୍ଡ ଇୟର। ତ ଘଟଣା ବିଷୟରେ ଯେତେବେଳେ ପ୍ରଘଟ ହେଲା ବା ସୂଚନା ପାଇଲେ ପୋଲିସ, ତ ଘଟଣାସ୍ଥଳକୁ ଯାଇକି ପହଞ୍ଚିଲେ ଏବଂ ଘଟଣାଟିକୁ ଛାନଭିନ କଲେ ଏବଂ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ପାଇଁ ଡାକ୍ତର ହସ୍ପିଟାଲରେ ଭର୍ତ୍ତି କରାଗଲା। ପୋଲିସ ଯେତେବେଳେ ମେଡିକାଲ ସେ ଘଟଣାସ୍ଥଳରେ ପହଞ୍ଚିଛନ୍ତି, ମେଡିକାଲ କର୍ମଚାରୀଙ୍କର ସହିତ କଥାବାର୍ତ୍ତା କଲେ, ତାଙ୍କ ସହିତ ପଚରାଉଚରା କଲେ ଏବଂ ମହିଳାଙ୍କ ସହିତ ଜଣେ ବନ୍ଧୁ ମଧ୍ୟ ପୁରୁଷ ବନ୍ଧୁ ଥିଲେ, ତାଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଛନ୍ତି ଏବଂ ତାଙ୍କୁ ଅଟକ ରଖି ବର୍ତ୍ତମାନ କଣ ପଚରାଉଚରା ଚାଲିଛି। କଲେଜର କର୍ତ୍ତୃପକ୍ଷ ମାନଙ୍କ ସହିତ ମଧ୍ୟ ପଚରାଉଚରା ଚାଲିଛି। କାହିଁକି ଘଟିଲା, କେମିତି ଘଟିଲା, କୋଉ ପରିସ୍ଥିତିରେ ଘଟିଲା, ଏଇଟା ଘଟିବାର ଭିତରେ କଣ ତାର ରହସ୍ୟ ଅଛି, ତାର ତମାମ ବିବରଣୀ ଉପରେ ସବୁ ବର୍ତ୍ତମାନ ପୁଲିସ ଛାନଭିନ କରୁଛନ୍ତି। ତ ଡାକ୍ତରୀ ଛାତ୍ରୀଙ୍କ ବାପା ଯାହା ବୟାନ ଦେଇଛନ୍ତି ବା ଯାହା କହିଛନ୍ତି, ସେ ତାଙ୍କର ଝିଅ ବନ୍ଧୁ, ଯାହାଙ୍କ ଝିଅଙ୍କର ବନ୍ଧୁ ହଉଛନ୍ତି ଜଣେ ସେଠିକାର ଜଣେ ପୁଅ, ତାଙ୍କ ସହିତ ସେ କିଛି ଜଳଖିଆ ଖାଇବା ପାଇଁ ବା କିଛି ଖାଦ୍ୟ ଖାଇବା ପାଇଁ ଫୋଚକା, ଯାହାକି ଇଏ କଲିକତାରେ ମିଳେ, ଫୋଚକା ବୋଲି ଗୋଟେ ଖାଦ୍ୟ ଖାଇବା ପାଇଁ ତାଙ୍କ ଝିଅର ବନ୍ଧୁ ବା ପୁଅ ବନ୍ଧୁ ସେ ଡାକିଥିଲେ ଏବଂ ସେମାନେ ସେ ଫୋଚକା ଖାଇବା ପାଇଁ ଯାଇଥିଲେ ସେଇ ମେଡିକାଲ କଲେଜର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ। ଯେତେବେଳେ ତାଙ୍କ ବାପା ଯାଇ ସେଠାରେ ପହଞ୍ଚିଛନ୍ତି, ଆଉ ଏ ବିଷୟଟି କିଏ ଜଣିଛନ୍ତି, ନା ସେ ଝିଅର ବନ୍ଧୁ ଜଣିଛନ୍ତି ଯେ ଏଇଭଳି ଘଟଣା ଘଟିଛି ବୋଲି ତାଙ୍କ ବାପାକୁ ଜଣେଇଲେ। କାହାକୁ, ଜଳେଶ୍ୱରକୁ ମେଡିକାଲ କଲେଜର ଛାତ୍ରୀଙ୍କର ବାପା, ଯିଏକି ଜଳେଶ୍ୱରର, ତାଙ୍କୁ ଜଣା ହେଲା। ଆଉ ଯେତେବେଳେ ଜଳେଶ୍ୱରରୁ ଯାଇକି ସେଇ ଜାଗାରୁ ପହଞ୍ଚିଲେ, ସେଇ ଜାଗାଟି ହେଲା ଆପଣଙ୍କର ଯାହା ମୁଁ କହୁଥିଲି ଦୁର୍ଗାପୁର ବା ସଭାପୁର। ସେଇ ସଭାପୁରରେ ଯାଇ ଯେତେବେଳେ ପହଞ୍ଚିଲେ, ଝିଅର ଗତିବିଧି କିଛି ନଥିଲା ବା ତାର ବ୍ୟବସ୍ଥାଟି ଅତ୍ୟନ୍ତ ଦୁଃଖଦ ଥିଲା, ବା ତାଙ୍କୁ ଦେଖିଲେ ବାପାର କୌଣସି ପ୍ରକାର ଅସ୍ତିତ୍ୱ ହରେଇଲା ଭଳି ହିଁ ଲାଗୁଥିଲା। ସେ ଯାହା ବର୍ଣ୍ଣନା କରି ବା ସମ୍ବାଦକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେତେବେଳେ ସେ ସେଠାରେ ପହଞ୍ଚିଛନ୍ତି, ଝିଅ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପଡ଼ିଛନ୍ତି ଏବଂ ପ୍ରଶାସନ ତରଫରୁ ଯେତେ ପଚରାଉଚରା କଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ଉତ୍ତର ଦଉନାହାନ୍ତି ବା କୌଣସି ପ୍ରକାର କଣ ପ୍ରତିକ୍ରିୟା ଦଉନାହାନ୍ତି, ଯାହା ସେ ଅଭିଯୋଗ କରିଛନ୍ତି ସାମ୍ବାଦିକ ମାନଙ୍କୁ। ଏବଂ ଆହୁରି ଗୋଟେ କଥା କହିଛନ୍ତି, ସେ ଝିଅର ପୀଡ଼ିତା ଝିଅର ବାପା ଆଉ ମଧ୍ୟ ଗୋଟେ କଥା କହିଛନ୍ତି, ଯିଏ ଡାକିଥିଲେ ସେ ହେଉଛନ୍ତି ତାଙ୍କ ପ୍ରେମିକ ୱାସିଫ ଅଲି, ଯିଏକି ତାଙ୍କୁ ଫୋଚକା ଖାଇବା ପାଇଁ ନେଇଥିଲେ। କିନ୍ତୁ ଫୋଚକା ଖାଇକି ସେ ଯେତେବେଳେ ହଷ୍ଟେଲକୁ ଫେରିଥିଲେ, ହଷ୍ଟେଲ କ୍ୟାମ୍ପସ ପାଖକୁ ପହଞ୍ଚିଛନ୍ତି, ଠିକ ସେଇ ସମୟରେ ଏଇଟା କେତେବେଳେ ଘଟିଛି,
ନା ସେମାନେ ତା ପୁଅ ବନ୍ଧୁ ସହିତ ଖାଇଗଲେ ଫୋଚକା। ଖାଇ ଆସିଲା ପରେ ସେ ପ୍ରେମିସେସ୍ ଭିତରକୁ ପଶିଥାନ୍ତେ ବା ମେଡିକାଲ କଲେଜର ପ୍ରେମିସେସ୍ ଭିତରକୁ ପଶିଥାନ୍ତେ, କିନ୍ତୁ ସେଇ ଭିତରେ ଆପଣଙ୍କର 4 ରୁ 5 ଜଣ ଲୋକ ଥିଲେ। କ୍ୟାମ୍ପସକୁ ଯେତେବେଳେ ପହଞ୍ଚନ୍ତି ପ୍ରାୟ 4-5 ଜଣ ଥିଲେ। ସେ 4-5 ଜଣଙ୍କ ଭିତରୁ ଜଣେ ସେ ଝିଅଟିକୁ ଟାଣି ନେଇଗଲେ। ସେ ଗେଟ୍ ଆଡକୁ ଟାଣି ନେଇକି ତାକୁ ବଳାତ୍କାର କଲେ। ଏବଂ ବଳାତ୍କାର କଲା ପରେ 3,000 ଟଙ୍କା ପୁଣି ତାଙ୍କୁ ମାଗିଲେ ଏବଂ ଫୋନ ମଧ୍ୟ ଛଡାଇକି ନେଇଗଲେ। ଏଇ ସମୟରେ ପୁଅଟି ତାଙ୍କୁ ଛାଡି ପଳେଇଗଲା, କାରଣ ସେମାନେ 5 ଜଣ ଅଛନ୍ତି। କିନ୍ତୁ ପୁଅ ଛାଡି ଯିବା କଥା ନଥିଲା। ତାଙ୍କର ବାନ୍ଧବୀ ପ୍ରତି ଯଦି ଏଇଟା ଘଟଣା ଘଟୁଛି, ସେ ଅତି କମରେ ପୋଲିସକୁ ଜଣେଇ ପାରିଥାନ୍ତେ ବା ତାଙ୍କର ନିଜ କର୍ତ୍ତୃପକ୍ଷ ମାନଙ୍କୁ ଜଣେଇ ପାରିଥାନ୍ତେ ବା ଇମିଡିଏଟଲି ଲୋକମାନଙ୍କର ସହାୟତା ସେ ମାଗି ପାରିଥାନ୍ତେ। କିନ୍ତୁ ଛାଡିଗଲେ କାହିଁକି? ନିଜ ପ୍ରାଣ ଭୟ ପାଇଁ ଛାଡିଗଲେ କି କଣ, ସେଇଟା ତାଙ୍କ ବୟାନରୁ ହିଁ ଜଣା ପଡିବ। ଆଉ ତାପରେ ସେମାନେ ଅନ୍ୟମାନେ ମଧ୍ୟ ସେ ଝିଅକୁ ଗଣ ବଳାତ୍କାର କରିଛନ୍ତି। ଯାହା ଏଇ ଘଟଣାଟି କେତେବେଳେ ଘଟିଥିଲା? ନା ଏଇ ଘଟଣାଟି ପ୍ରାୟ 8 ରୁ 9ଟା ଭିତରେ, ରାତି ବା ସନ୍ଧ୍ୟା 8ଟାରୁ 9ଟା ଭିତରେ ଏଇ ଘଟଣାଟି ଘଟିଥିଲା। ହଷ୍ଟେଲ ଯେହେତୁ ବହୁତ ଦୂରରେ ଥିଲା ଏବଂ ସେମାନେ ଫଚକା ଖାଇବାକୁ ଯାଇଥିଲେ, ସେ ଆଉ ଏଇ ଅବସ୍ଥା ଏଇ ଘଟଣାଟି ଘଟିଲା। କାରଣ ସେଠାରେ କୌଣସି ସୁରକ୍ଷା ଯାହା ଏଥିରୁ ଜଣା ପଡୁଛି, ସୁରକ୍ଷା କୌଣସି ମାତ୍ରାରେ କଡାକଡି କରାହେଇନି ବା ସୁରକ୍ଷା ବୋଲି ଏ ଜିନିଷ ସେଇ ମେଡିକାଲ କଲେଜରେ ହିଁ ନାହିଁ। ମେଡିକାଲ କଲେଜରେ ହିଁ ନାହିଁ। ଏ କଥାଟି ଅ, ପୀଡ଼ିତା ଝିଅର ବାପା ବୟାନ ଦେଇଛନ୍ତି ଏବଂ ସେ ବହୁତ ଦୁଃଖିତ। କାରଣ ସେ ନିଜର ଛୁଆକୁ ବା ନିଜ ଝିଅକୁ ଡାକ୍ତରୀ ପାଠ ପଢେଇବା ପାଇଁ, ଡାକ୍ତର ବନେଇବା ପାଇଁ ବା ଡାକ୍ତର କରିବା ପାଇଁ, ସେ ଡାକ୍ତରୀ ପାଠ ପଢେଇବା ପାଇଁ ଡାକ୍ତର କଲେଜରେ ନାଁ ଲେଖେଇଥିଲେ। ଦୀର୍ଘ ଏତେ ଦୂର ପଶ୍ଚିମବଙ୍ଗରେ ସେ ନାଁ ଲେଖେଇଥିଲେ। ଏବଂ ଝିଅ ବଡ ପାଠ ସାରିଲା ପରେ ବା ମେଡିକାଲ ପାଠ ସାରିଲା ପରେ ସେ ଜଣେ ଡାକ୍ତର ହେବେ ଏବଂ ବାପା ମାର ନାଁ ରଖିବେ ଏବଂ ତାର ସମ୍ମାନ ବଢିବ। ଏଇଥିପାଇଁ ସେ ସେଠିରେ ନିଜର ସମସ୍ତ କଷ୍ଟ ଦୁଃଖ କରିକି ଝିଅଟିକୁ ପାଠ ପଢେଇବା ପାଇଁ ବା ସେଥିରେ ନାଁ ଲଗେଇଥିଲେ। କିନ୍ତୁ ଦୁଃଖର ବିଷୟ ଯେ ବର୍ତ୍ତମାନ ସୁଦ୍ଧା ସେ ଝିଅର ଯୋଉ ବ୍ୟବସ୍ଥା ଯାହା ହେଇଛି, ତାର ପରିପ୍ରେକ୍ଷୀରେ ଯେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ଆକ୍ସନ ନିଆଯାଇନି କିମ୍ବା ବର୍ତ୍ତମାନ ସୁଦ୍ଧା ସେଇ ଲୋକମାନଙ୍କୁ ଯେଉଁମାନେ ଗଣବଳାତ୍କାର କରିଛନ୍ତି ସେମାନଙ୍କୁ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ସନ ଟେକେନ୍ କରାହେଇନି କିମ୍ବା ଚିହ୍ନଟ ମଧ୍ୟ କରାଯାଇନି, ଯାହା ଅତି ଦୁଃଖର ଘଟଣା। ଏଇଟା କହିବାକୁ ଗଲେ ମେଡିକାଲରେ ମେଡିକାଲ ଛାତ୍ରୀ ମାନଙ୍କୁ ବା ମେଡିକାଲ ଡକ୍ଟର ମାନଙ୍କୁ ଯୋଉ ଏଇଭଳି ଦୁର୍ବ୍ୟବହାର କରାହଉଛି ବା ଗଣବଳାତ୍କାର କରାହଉଛି, ତାହା ଏକ ଜଘନ୍ୟ ଅପରାଧ ସମାଜ ପାଇଁ। ଏଇଟା ସମାଜର ଗୋଟେ କୌଳିନତା କହିବା ବା ସମାଜରେ ଗୋଟେ ଅପ୍ରୀତିକର ଘଟଣା, ଯାହାକି ସମାଜରେ ଗୋଟେ ବିଷମଞ୍ଜି ବୁଣୁଛି। ତେଣୁ ଏଇଭଳିଆ ଘଟଣା ଆଉ କେବେ ଯେମିତି ନ ଘଟିବ, ସେଥିପ୍ରତି ସମସ୍ତ ନାଗରିକ ସଚେତନ ରହିବା ଆବଶ୍ୟକ। ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆପଣ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।